ବରା ସିଙ୍ଗଡ଼ା ଛୁଆମାନେ ଖାଇକି ବୋର୍ ହେଇଯାଉଛନ୍ତି କି? ଆସନ୍ତୁ ତାଙ୍କ ପାଇଁ ଆମେ ସକାଳ ସକାଳ ଜଳଖିଆ ବନେଇବା। ସଦାବେଳେ ତ ଭିନ୍ନ ଭିନ୍ନ ପ୍ରକାର ଜଳଖିଆ ଖାଉଛନ୍ତି। ଆଜି ମୁଁ ଆଉ ଗୋଟେ ପ୍ରକାରର ଜଳଖିଆ ଆପଣମାନଙ୍କୁ ଦେଖାଉଛି। ସୁଜି, ମଇଦା ଆଉ କଞ୍ଚା ଆଳୁରେ ମୁଁ ଏଇଟା ବନେଇଛି। ଦେଖନ୍ତୁ କେତେ ସ୍ମୁଥ୍ ହେଇଛି। ମୁଁ ଆପଣମାନଙ୍କୁ ଦେଖାଉଛି। ଭିଡ଼ିଓଟି ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ମଝିରେ ବନ୍ଦ କରିବେ ନାହିଁ, କାହିଁକିନା ବନ୍ଦ କରିଦେଲେ ଆପଣମାନେ ଦେଖିପାରିବେ ନାହିଁ ମୋ ଭିଡ଼ିଓଟି। ପ୍ରିୟଙ୍କା ସେ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ଢେର ସାରା ସ୍ୱାଗତ ଜଣାଉଛି। ଆସନ୍ତୁ ମୁଁ ଦେଖାଉଛି ମୁଁ କେମିତି ରେସିପିଟା ବନାଉଛି। ଆପଣମାନେ ଦେଖିକି ବି କରିପାରିବେ। ମୁଁ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ଏଠି ମୁଁ ଗୋଟେ ବେଲାରେ ସୁଜି ଗୋଟେ ବାଉଲରେ ନେଇଛି। ଦେଖନ୍ତୁ ମୁଁ ଗୋଟେ ବାଉଲି ହେବ ସୁଜି ନେଇଛି। ମୁଁ ତାକୁ ଭଲ ଭାବରେ ମୁଁ ଜାଲିରେ ଟିକେ ଏପଟ ସେପଟ ଟିକେ ଚଲେଇ ଦେଇଛେ, କାହିଁକିନା ତା'ର ଖଦଡ଼ିଆ ଅଂଶରା ଫୋପାଡ଼ି ଦେଇଛି। ତାପରେ ଅତି ଗୁଣ୍ଡ ଯେଉଁଟା ସେଇଟା ମୁଁ ବତୁରେଇ ଦେଇଛି ଗୋଟେ ବେଲାରେ। ତାକୁ ମୁଁ 2 ଘଣ୍ଟା ଲାଗି ବତୁରେଇ ଦେଲି, କାହିଁକିନା ସେ ଟିକେ ସୁଜିଟା ଫୁଲିବ। ତେଣୁକରି ମୁଁ ଗୋଟେ ବାଉଲରେ ସୁଜି ଦେଇଛି। ଯେଉଁ ବାଉଲରେ ସୁଜି ଦେଲି ସେଇ ବାଉଲରେ ଗୋଟେ କପ୍ ପାଣି ଦେଇଛେ। ତାକୁ ଗୋଟେ ପ୍ଲେଟ୍ଟେ ଦେଇକି ମୁଁ ଘୋରେଇ ଦେଲି। ତାକୁ 2 ଘଣ୍ଟା ଲାଗି ଫୁଲିବା ଲାଗି ଛାଡ଼ିଦେଲି। ତାପରେ ଏଠି ଦେଖନ୍ତୁ ଆମର ଫୁଲି ଆସିଲାଣି। ମୁଁ ପ୍ଲେଟ୍ଟା ଆପଣମାନଙ୍କୁ କାଢ଼ିକି ଦେଖାଇ ଦେଉଛି। ଚାମଚିରେ ଆଉ ଟିକେ ଏପଟ ସେପଟ କରି ଦେଖାଇ ଦେଉଛେ। ସୁଜିଟା ଆମର ଭଲ ଭାବରେ ଫୁଲି ଆସିଲାଣି। ଆଉ ଆସନ୍ତୁ ତାକୁ ପ୍ରସ୍ତୁତ କରିବା କେମିତି କ'ଣ ପକାଇବି। ଦେଖନ୍ତୁ ଆପଣ ଭଲ ଭାବରେ ମୋ ଭିଡ଼ିଓଟି ଦେଖନ୍ତୁ। ମୁଁ କ'ଣ କ'ଣ ପକାଉଛି ଏଥିରେ। ଦେଖନ୍ତୁ ମୁଁ 3-4 ଚାମଚ ଫାଷ୍ଟ ମୁଁ ବେସନ ଟିକେ ପକାଉଛେ। 3-4 ଚାମଚ ପକାଇବେ। ମୁଁ ବେସନଟା ପକାଉଛି। ତାପରେ ଏଠି ଦେଖନ୍ତୁ ବେସନ ପକାଇ ସାରିଲା ପରେ କଞ୍ଚା ଆଳୁ ଗୋଟେ ମୁଁ କାଟିକି ତାକୁ ଭଲ ଭାବରେ ଧୁଆଧୁଇ କରିକି ମୁଁ କଟରରେ ପୁରା କାଟି ଦେଇଛି। ତାକୁ ଏଇଟା ବି ଗୋଟେ ବାଉଲ୍ ପୁରା ହେଇଗଲା। ମୁଁ ବାଉଲ୍ ହେବ କାଟିକି ପକାଇଦେଲି। ତାପରେ ଏଇଟା ଦେଖନ୍ତୁ ତାପରେ ଏଥିରେ ମୁଁ ମଇଦା ଗୋଟେ ଅଧ ବାଉଲ୍ ହେବ ପକାଇଲି। ଯେଉଁ ବାଉଲ୍ରେ ମୁଁ ଏଇଟା ମାପିକି ଅଧ ବାଉଲ୍ ମଇଦା ପକାଇଲି। ତାପରେ ଏଠି ମୁଁ କିଛି ଧନିଆ ପତ୍ର କାଟିକି ପକାଇଦେଲି, କାହିଁକିନା ଏଇଟା ବାସ୍ନା ହେବ, ପାଟିକି ବି ସ୍ୱାଦ ଲାଗିବ। ତେଣୁକରି ମୁଁ ଏଠି ଧନିଆ ପତ୍ର କାଟିକି ପକାଇଦେଲି। ତାପରେ କଞ୍ଚା ଲଙ୍କା 2ଟା ବି କାଟିକି ପକାଇଦେଲି। ଆପଣମାନେ ରାଗ ଖାଇଲେ ପକାଇ ପାରିବେ, ନହେଲେ ପକାଇ ପାରିବେନି। ତାପରେ ଏଇଟା ଅଦା ମୁଁ ଟିକେ ଛେଚିକି ପକାଇଦେଲି, କାହିଁକିନା ଏଇଟା ଅରୁଆ ଖିଆ ଚାଲିଛେ, ସେଥିଲାଗି ମୁଁ ଏଇ ଜିନିଷଟା ପକାଇଲି। ଆପଣମାନେ ପିଆଜ ବି ପକାଇ ପାରିବେ, ନହେଲେ ପରିବା ଯଦି ଗାଜର ଥିବ, କ୍ୟାପ୍ସିକମ୍ ଥିବ ଆପଣମାନେ ବି ପକାଇ ପାରିବେ। ତେଣୁକରି ଏଠି ଦେଖ ମୁଁ ଟିକେ ଲେମ୍ବୁ ବି ଗୋଟେ ଚୁପୁଡ଼ିକି ପକାଇଥିଲି, କାହିଁକିନା ଖଟା ଅଂଶ ଆସିଲେ ଟିକେ ଭଲ ଲାଗିବ। ତେଣୁକରି ଏଠି ମୁଁ ଫାଳେ ଲେମ୍ବୁ ଚୁପୁଡ଼ିକି ତାକୁ ଭଲ ଭାବରେ ଏଇଟା ପକାଇ ଦେଉଛି। ଆପଣମାନଙ୍କୁ ଦେଖାଉଛି ଦେଖନ୍ତୁ। ତାପରେ ମୁଁ ସ୍ୱାଦ ଅନୁସାରେ ଲୁଣ ଟିକେ ପକାଇଲି, କାହିଁକିନା ଲୁଣ ନ ପକାଇଲେ ଭଲ ଲାଗିବନି। ତାପରେ ଲୁଣ ଟିକେ ପକାଇଦେଲି। ତାପରେ ଗୋଟେ ଚାମଚରେ ଲଙ୍କାଗୁଣ୍ଡ ପକାଇଦେଲି। ଆପଣମାନେ ରାଗ ଯଦି କମ୍ ଖାଇବେ କମ୍ ପକାଇବେ, ଯଦି ଅଧିକ ଖାଇବେ ବି ଚାମଚେ ବି ପକାଇ ପାରିବେ। ତାପରେ ସେଇ ଅଧ ଚାମଚ ମୁଁ ହଳଦୀ ପକାଇଲି। ତାପରେ ଖାଇବା ସୋଡ଼ା ଦେଖ ଟିକେ ମୁଁ ଏଇଟା ପକାଇଦେଲି। ତାକୁ ଭଲ ଭାବରେ ମିଶାଇ ଦେଉଛି। ପୁରା ଆପଣମାନେ ଏମିତି କରିବେ ସାଙ୍ଗମାନେ, ଭଲ ଭାବରେ ପୁରା ଏଇଟା ତାକୁ ମିଶାଇ ଦେବେ। ଗୋଟେ ଚାମଚ ଧରିକି ଦେଖ ମୁଁ ଏଇଟା ଭଲ ଭାବରେ ମିଶାଇ ଦେଉଛି, କାହିଁକିନା ସୁଜି ଓ ତା ସାଙ୍ଗରେ ଯେତେକ ଜିନିଷ ପଡ଼ିଲା ତାକୁ ସବୁତକ ମିଶାମିଶି କରିକି ଏଇଟା ଗୋଳେଇ ଦେବେ, ନହେଲେ ନାହିଁ ଭଲ ହେବନି। ଏଇଟା ଦେଖନ୍ତୁ ମୁଁ ଭଲ ଭାବରେ ମିଶାଇ ଦେଇଛି। ତାପରେ ଟିକେ ପାଣି, ଯେଉଁ ବାଉଲରେ ଜିନିଷ ମାନ ପକାଇଥିଲି ସେଇ ବାଉଲରେ ଗୋଟେ କପ୍ ଆଉ ଗୋଟେ ବାଉଲ୍ ହେବ ପାଣି ନେଇକି ଦେଇ ଦେଉଛି। ଦେଖନ୍ତୁ ଟିକେ ଯେମିତି ଚକୁଳି ପିଠା ହେଲା ଭଳିଆ ହେବ। ଏଇଟା ମୁଁ ଟିକେ ପାଣି ଦେଖନ୍ତୁ ପତଳା ଟିକେ ଆସିବ, ବେଶୀ ମୋଟା କରିବେନି କି ବେଶୀ ପତଳା କରିବେନି। ଦେଖନ୍ତୁ ମୁଁ ତାକୁ ଭଲ ଭାବରେ ଏଇଟା ପୁରା ମିଶାଇ ଦେଉଛି। ପୁରା ପାଲସ କରି ଆପଣମାନେ ପୁରା ମିଶାଇବେ ତାକୁ, ନହେଲେ ଖଦଡ଼ିଆ ହେବ। ତେଣୁକରି ଆମେ ଜିନିଷ ମାନ ପକାଇଛେ। ଦେଖନ୍ତୁ ସାଙ୍ଗମାନେ, ଭିଡ଼ିଓଟି ଭଲ ଲାଗୁଥିବ ଯଦି ସାଙ୍ଗମାନେ ସବସ୍କ୍ରାଇବ୍ ଟିକେ କରିଦେବେ, କମେଣ୍ଟ କରିବେ, ଲାଇକ୍ କରିବେ, ବହୁତ ମାତ୍ରାରେ ସେୟାର କରିବେ। ଦେଖନ୍ତୁ ମୁଁ ତାକୁ ଭଲ ଭାବରେ ଫେଣ୍ଟି ଦେଉଛି। ଏଠି ଦେଖନ୍ତୁ ମୁଁ ଗୋଟେ ଟାଇଟ୍ ବସାଇ ଦେଉଛି। ଟାଇଟ୍ରେ ଗରମ କରିବା ଲାଗି ଗରମ ହେଇସାରିଲା ଖୁଣୁ ମୁଁ ଏଠି ତେଲ 2-3 ଚାମଚ ପକାଇ ଦେଉଛି। ଦେଖନ୍ତୁ ଆପଣ ଯେତିକି କମ୍ ତେଲ ବ୍ୟବହାର କରିବେ କମ୍ ତେଲରେ ବି କରିପାରିବେ, ନହେଲେ ନାହିଁ ଅଧିକ ତେଲରେ ବି ବ୍ୟବହାର କରିପାରିବେ। ତାକୁ ମୁଁ ଚାରିକର ଭଲ ଭାବରେ ତେଲଟାକୁ ଦେଉଛି। ତାପରେ ଏଠି ଆମେ ଯେଉଁ ଫେଣ୍ଟିକି ରଖିଥିଲେ ସବୁ ଗୋଳେଇକି, ତାକୁ ମୁଁ ଏଠି ଡଙ୍କିରେ ଦେଖନ୍ତୁ ଏପଟ ସେପଟ ଟିକେ କରିଦେଉଛି।
ତାକୁ ଡଙ୍କି ହେବ ନେଇକି ଏଇଟା ମୁଁ ଟାଇରେ ଏଇଟା ବସେଇ ଦେଉଛି, ଆପଣମାନଙ୍କୁ ଦେଖାଉଛି, ଆପଣମାନେ ଦେଖନ୍ତୁ। ଏଇଟା ଟିକେ ଗୋଲ, ବେଶୀ ପତଳା କରିବେନି କି ବେଶୀ ମୋଟା କରିବେନି। ତେଣୁକରି ମୁଁ ଏଇଟା ଗୋଲ କରିକି ଆପଣମାନଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ ତା ଚାରିକର ଆଗ ଟିକେ ଏପଟ ସେପଟ କରିଦେଉଥିବେ। ଏଇଟା ଦେଖନ୍ତୁ ମୁଁ ଟାଇରେ ଏଇଟା ପକାଇଦେଲି। ଆପଣମାନେ ଏମିତି କରିଦେବେ। ତାପରେ ଗୋଟେ ପ୍ଲେଟ୍ ଆଣିକି ଘୋରେଇ ଦେବେ, କାରଣ ତଳପଟଟା ଟିକେ ସିଝିବ। କାହିଁକିନା ଆଳୁ ଆମେ ଯେହେତୁ କାଟିକି ସରୁସରୁ କରି ପକାଇଛେ, ତାକୁ ସିଝେଇବାକୁ ଟାଇମ୍ ଟିକେ ଲାଗିବ, ଯାହାହେଲେ 5 ମିନିଟ୍ ଲାଗିଯିବ। ତାକୁ କମ୍ ପୁରା ଲୋରେ ଆପଣମାନେ ଏଇଟା କରିବେ, ବେଶୀ ହାଇରେ ଦେବେନି, ନା ପାଚିଯିବ, ତାତିଯିବ ତଳ ଆଡ଼। ତାପରେ ମୁଁ ଦେଖନ୍ତୁ ତଳପଟଟା ହେଇଗଲା ଖୁଣୁ ମୁଁ ଏଇଟା ଲେଉଟେଇ ଦେଲି। କେତେ ସୁନ୍ଦର କଲରଫୁଲ୍ ଦେଖାଯାଉଛି ଦେଖନ୍ତୁ ସାଙ୍ଗମାନେ। ମୁଁ ତାକୁ ପିଠା ପାତିଆରେ ଚାରିକର ଟିକେ ଏପଟ ସେପଟ ଟିକେ ଲେଉଟେଇ ଦେଉଛି, କାହିଁକିନା ମଝିଟା ଫୁଲିବା ଲାଗି। ମୁଁ ତାକୁ ଏଇଟା ଛାଡ଼ି ଦେଉଛି ଦେଖନ୍ତୁ ସାଙ୍ଗମାନେ। ମୁଁ ତା ଚାରିକର ଟିକେ ଆପଣମାନଙ୍କୁ ଦେଖାଉଛି। ତାପରେ ଆରପଟ ମୁଁ ଏଇଟା ଲେଉଟେଇ ଦେଉଛି, ଆରପଟ ବି ହେଇ ଆସିଲାଣି ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଜଳଖିଆ ଆମେ ଯଦି ଏମିତି ସକାଳୁ ଆମେ ତିଆରି କରି ଛୁଆମାନଙ୍କୁ ଦେବା ନା, କେତେ ବଢ଼ିଆ ଦେଖ। ତା ଚାରିକର ମୁଁ ଏପଟ ସେପଟ କରିଦେଉଛି। ତାପରେ ଏଇଟା ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି ଆଉ ଗୋଟେ। ପୁଣି ସେଇ ସେମ୍ରେ ଆପଣଙ୍କୁ ମୁଁ ଆଉ ଗୋଟେ କରିକି ପୁଣି ଦେଖାଇଦେବି। ଏଇଟା ଦେଖନ୍ତୁ ପୁଣି ସେଇ ତେଲ ବି ପକାଇବି। ତେଲ ପକାଇ ସାରିଲା ପରେ ପୁଣି ପିଠା ପାତିଆ ଏପଟ ସେପଟ କରିଦେବି। ଚାରିକର ତେଲ ମୁଁ ଏଇଟା ଗରମ ହେଇ ଆସିଲାଣି। ତାପରେ ପୁଣି ସେଇ ଡଙ୍କିଆ ହେବ ମୁଁ ଦେଉଛେ, ବେଶୀ ପତଳା ନାହିଁ କି ବେଶୀ ମୋଟା ନାହିଁ। ଦେଖନ୍ତୁ ମୁଁ ଚାରିକର ଏଇଟା ଗୋଲ କରିକି ପକାଇ ଦେଉଛି, କାରଣ ଆମେ ଯେହେତୁ ଆଳୁ କାଟିକି ପକାଇଛେ, ତାକୁ ସିଝିବା ଲାଗି ପୁଣି ଏଇଟା ଦେଖନ୍ତୁ ବେଶୀ ମୋଟାରେ ଇଏ କରିବେନି, ଟିକେ ପତଳା ବି କରିପାରିବେ। ଏଠି ପୁଣି ମୁଁ ଏଇ ପ୍ଲେଟ୍ ପୁଣି ଆଣିକି ଘୋରେଇ ଦେଉଛି, କାହିଁକିନା ତଳପଟ ସିଝିବା ଲାଗି ତାକୁ ଛାଡ଼ିଦେବା ଟିକେ 5 ମିନିଟ୍ ଖଣ୍ଡେ। ତାପରେ ହେଇ ଆସିଲା ଖୁଣୁ ମୁଁ ପୁଣି ସେ ପ୍ଲେଟ୍ କାଢ଼ିଦେଲି। ଦେଖନ୍ତୁ କେତେ ସୁନ୍ଦର ହେଇছে। ତାପରେ ଉପର ହେବା ଲାଗି ଆଉ ଟିକେ ଟାଇମ୍ ଲାଗିବ, ତେଣୁକରି ମୁଁ ଆରମିତିଆ ଲେଉଟେଇ ଦେଉଛି, ଆପଣମାନଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ ସାଙ୍ଗମାନେ, ଭିଡ଼ିଓଟି ଭଲ ଲାଗିଥିଲେ ବହୁତ ମାତ୍ରାରେ ସେୟାର କରିବେ, କାହିଁକିନା ମୋ ଭିଡ଼ିଓ ଯିଏ ଦେଖୁଥିବ ନା ତାଙ୍କ ପାଖକୁ ଆଗ ଏଇଟା ଲୋକେସନ୍ ପଳେଇଯିବା। ତାପରେ ସବସ୍କ୍ରାଇବ୍ ଆପଣମାନେ କରିବେ ଟିକେ ସାଙ୍ଗମାନେ। ଦେଖନ୍ତୁ କେତେ ସୁନ୍ଦର ହେଇଗଲା ଆମର। ଏଇଟା ପିଠା ଭଳିଆ ବନେଇ ଦେଇଛି, ଦେଖନ୍ତୁ ଆପଣମାନଙ୍କୁ ଦେଖାଉଛି କେତେ ସୁନ୍ଦର ଦେଖାଯାଉଛି, କେତେ କଲରଫୁଲ୍ ଦେଖାଯାଉଛି। ଭିଡ଼ିଓଟି ଭଲ ଲାଗୁଛି ସାଙ୍ଗମାନେ ଦେଖନ୍ତୁ। ଆଉ ଆପଣମାନେ ସକ୍ସରେ ମଡ଼େଇକି ଖାଇବେ, ନହେଲେ ତରକାରୀରେ ବନେଇକି ଖାଇବେ। ଆମର ଯେମିତି ଖାଇଲେ ଭଲ ଲାଗେ। ରଖୁଛେ ସାଙ୍ଗମାନେ, ଜୟ ଜଗନ୍ନାଥ, ବାଏ ବାଏ।